ପିଲାମାନେ ଆଜି ଆଲୋଚନା କରିବା ଡକ୍ଟର ଜନସନଙ୍କ ବିଷୟରେ। ଡକ୍ଟର ସାମୁଏଲ ଜନସନ ଗ୍ରେଟ୍। ତାଙ୍କର ଜନ୍ମ 1709 ଏବଂ ମୃତ୍ୟୁ 1784। ଏଇ ଯେଉଁ ପ୍ରି ରୋମାଣ୍ଟିକ୍ ଯୁଗ ବା ଏଜ୍ ଅଫ୍ ଟ୍ରାଞ୍ଜିସନ୍, ଏ ଯୁଗରେ ସେ ହେଉଛନ୍ତି ଶ୍ରେଷ୍ଠ ପ୍ରଭାବଶାଳୀ ବ୍ୟକ୍ତିତ୍ୱ। ସମସାମୟିକ ବହୁ ଲେଖକ ତାଙ୍କ କ୍ଲବର ସଭ୍ୟ ଥିଲେ ଓ ତାଙ୍କ ଦ୍ୱାରା ପ୍ରଭାବିତ ମଧ୍ୟ ହୋଇଥିଲେ। ସାହିତ୍ୟିକ ସାଫଲ୍ୟ ଅପେକ୍ଷା ତାଙ୍କର ଅସାଧାରଣ ବଳିଷ୍ଠ ବ୍ୟକ୍ତିତ୍ୱ ଏଥିପାଇଁ ଦାୟୀ। ତାଙ୍କର ବିସ୍ମୟକର ଯେଉଁ ସାଧାରଣ ଜ୍ଞାନ କମନ୍ ସେନ୍ସ ଯୋଗୁଁ ଜ୍ଞାନୀ ଗୁଣୀ ମହଲରେ ସେ ଥିଲେ ଅପ୍ରତିଦ୍ୱନ୍ଦୀ। ଜନସନ ସାହିତ୍ୟର ବିଭିନ୍ନ ଦିଗରେ ଲେଖନୀ ଚାଳନା କରିଛନ୍ତି। ଡିକ୍ସନାରୀ, ବାୟୋଗ୍ରାଫି, ପୋଏମ୍ସ, ଡ୍ରାମା ଆଦି ସେ ଲେଖାର ପ୍ରୟାସ କରିଛନ୍ତି। ତେଣୁ ସାହିତ୍ୟିକ ଭାବରେ ତାଙ୍କର ପ୍ରତିଷ୍ଠା ତିନୋଟି ବିଶିଷ୍ଟ ଅବଦାନ ଉପରେ ନିର୍ଭର କରେ। ପ୍ରଥମେ କେଉଁଟା ନା ଇଂଲିଶ ଡିକ୍ସନାରୀ, 2ରେ ସେକ୍ସପିୟରଙ୍କର ନାଟକର ସମ୍ପାଦନା, 3ରେ କବି ଜୀବନୀ। ତେଣୁ ଡକ୍ଟର ଜନସନଙ୍କର ଦ ଲାଇଫ୍ସ ଅଫ୍ ଦ ପୋଏଟ୍ସ, ଯେଉଁଟାକି 1777ରୁ 81, ଏଇଟା ହେଉଛି ତାଙ୍କର ଶ୍ରେଷ୍ଠ କୃତି। ଏଥିରେ ମିଲ୍ଟନ, ପୋପ୍, ଡ୍ରାଇଡେନ୍ ଆଦି 52 ଜଣ ବିଶିଷ୍ଟ ଇଂଲିଶ ପୋଏଟ୍ସଙ୍କର ଜୀବନୀ ପରିବେଷଣ କରିବା ସଙ୍ଗେ ସଙ୍ଗେ ଡକ୍ଟର ଜନସନ ସେମାନଙ୍କ ରଚନାର ସମୀକ୍ଷା ମଧ୍ୟ କରିଛନ୍ତି। ଡକ୍ଟର ଜନସନ ଆଦ୍ୟ ପର୍ଯ୍ୟାୟରେ ଯେଉଁ ତାଙ୍କର ଫାଷ୍ଟ ଯେଉଁ ଲେଖା ଷ୍ଟାଇଲ୍, ରଚନା ଶୈଳୀ ବହୁ ସମାଲୋଚିତ। ଏହା ଅଳଙ୍କାର ବହୁଳ ଏବଂ ଶବ୍ଦ ଆଡ଼ମ୍ବରପୂର୍ଣ୍ଣ ଏବଂ ଲାଟିନ୍ ଶବ୍ଦର ବହୁଳ ପ୍ରୟୋଗ ହେତୁ ଅତ୍ୟନ୍ତ କୃତ୍ରିମ ତଥା ବିରକ୍ତିକର ବୋଧ ହୁଏ। ଏହି ଶୈଳୀକୁ ଜନସନିଜିମ୍ ଶୈଳୀ ବୋଲି ଆକ୍ଷେପ କରାଯାଇଥାଏ। କ୍ରମେ ଡକ୍ଟର ଜନସନ ଏହି ଶୈଳୀରୁ ମୁକ୍ତ ହୋଇଛନ୍ତି। ଜନସନଙ୍କର କଥୋପକଥନ ଭଙ୍ଗୀ ଯେପରି ସରଳ ସରସ, ସେହିପରି ତୀକ୍ଷ୍ଣ ଓ ଶକ୍ତିଶାଳୀ। ତେଣୁ ଡକ୍ଟର ଜନସନଙ୍କ ବିଷୟରେ ଆମେ ଆଜି ସଂକ୍ଷେପରେ ଜାଣିଲେ। ପୁଣି ଦେଖା ହେବ ନେକ୍ସଟ କ୍ଲାସ୍ରେ। ରହୁଛି। ହାଭ୍ ଏ ଗୁଡ୍ ଡେ।